ବସନ୍ତ କବିତା ବସନ୍ତ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ରାଉରକେଲାରେ ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ବସନ୍ତ କବିତା ପାଠୋତ୍ସବ ଓ ଆଲୋଚନା କାର୍ଯ୍ୟକ୍ରମ କଲଚରାଲ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ଆବାହକ ତଥା ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡକ୍ଟର ଅଶ୍ୱିନୀ କୁମାର ରାୟ ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ସାହିତ୍ୟରେ ବସନ୍ତ ବର୍ଣ୍ଣନା ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ କଳ୍ପନା ଶକ୍ତିଶାଳୀ, ଆଖିର ଦୀପ୍ତିମୟତା, ପ୍ରାଣର ରସମୟତା ହେଲେ ବସନ୍ତର କବିତା ରସସିକ୍ତ ହୁଏ। କବିତାରେ ବସନ୍ତ କିପରି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ସେ ସମ୍ପର୍କରେ ବିଭିନ୍ନ ପୁରାତନ ଓ ଆଧୁନିକ ଯୁଗର କବିଙ୍କ ସୃଷ୍ଟି ସମ୍ପର୍କରେ ବ୍ୟାପକ ଭାବେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଆବାହକ ଶ୍ରୀ ମହାପାତ୍ର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରୟାତ ଡକ୍ଟର ଶଶିକାନ୍ତ ଆଚାର୍ଯ୍ୟଙ୍କ ବିୟୋଗରେ 1 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାପତିତ୍ୱ ଅଭିଭାଷଣରେ ସଭାପତି ଶ୍ରୀ ପତି ତାଙ୍କ ବକ୍ତବ୍ୟରେ କହିଲେ ଯେ ବସନ୍ତ ଋତୁ ନାରୀ ପୁଷ୍ପ ପ୍ରତି ଆକର୍ଷିତ ହୁଏ। ବସନ୍ତ ମନକୁ ପୁଲକିତ କରେ। ସଂସ୍କୃତ ସାହିତ୍ୟରୁ ଗଙ୍ଗାଧର ମେହେରଙ୍କ ଓ ତାଙ୍କଠାରୁ ଆଜି ପର୍ଯ୍ୟନ୍ତ ବହୁ କବି ବସନ୍ତ ଋତୁର ଚମତ୍କାର ବର୍ଣ୍ଣନାକୁ ତୁଳନାତ୍ମକ ଭାବେ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କବି ସୁସ୍ମିତା ମହାପାତ୍ର ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପାଠୋତ୍ସବ କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ପତି, ଭୂପେନ ମହାପାତ୍ର, ଅଶ୍ୱିନୀ ରାୟ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ଚିନ୍ମୟ ପୁରୋହିତ, ଶ୍ରୀଧର ସୁନା, ପ୍ରତାପ ପଣ୍ଡା, ସବିତା ବସ୍ତିଆ, ବଳରାମ ରାଉଳ, ସାଗର ମହାନ୍ତି, ତପସ୍ୱିନୀ ସାହୁ, ଗୀତାରାଣୀ ବେହେରା, ଅଶୋକ ପଟ୍ଟନାୟକ, ସଞ୍ଜୀବ ଭୋଇ, ଅର୍ଚ୍ଚନା ପାତ୍ର, ବସନ୍ତ ବିଶ୍ୱକର୍ମା, ଦିବାକର ଦାସ, ଧୋବେଇ ବେହେରା ଓ ସଂଯୋଜକ ଦ୍ୱୟ ପ୍ରମୁଖ ସ୍ୱରଚିତ ବସନ୍ତ ସମ୍ପର୍କିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଶକ୍ତିପ୍ରସାଦ ସାମନ୍ତରାୟ, ଡକ୍ଟର ବସନ୍ତ କୁମାର ଦାସ, କାଶୀନାଥ ନନ୍ଦୀ, ଡକ୍ଟର କୃପାସିନ୍ଧୁ ନାୟକ, ଅକ୍ଷୟ ପଣ୍ଡା, ଅକ୍ଷୟ ସାମଲ, ନଗେନ ଦାସ, ପ୍ରବୀର କୁମାର ଦୁବେ, ଅର୍ଜୁନ ସିଂ, ପ୍ରୀତମ ମହାନ୍ତି, କାଶୀନାଥ ପାତ୍ର, ଅଭିରାମ ସାଗରିଆ, ନମିତା ଦାସ, ଶରତ ଚନ୍ଦ୍ର ପଣ୍ଡା, କୈଳାସ ଚନ୍ଦ୍ର ମହାଳି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବଳରାମ ରାଉଳ ଧନ୍ୟବାଦ ଦେଇଥିଲେ। ଦେଖନ୍ତୁ ତାରି ଭିଜୁଆଲ। ସାର୍, ପରିଚୟ ସହ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ। ମୁଁ ଡକ୍ଟର ଅଶ୍ୱିନୀ କୁମାର ରାୟ, ପ୍ରାକ୍ତନ ପ୍ରାଧ୍ୟାପକ ଓଡ଼ିଆ ବିଭାଗ, ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟର। ଆଜି ବସନ୍ତ ଉତ୍ସବ ଉପରେ ଯେଉଁ ବର୍ଣ୍ଣନା ପ୍ରସଙ୍ଗଟି ଥିଲା, ଆଜିର ଜଡ଼ ଶୁଷ୍କ ନିଷ୍ପ୍ରାଣ ପ୍ରାଣରେ ତାକୁ ରସମୟ କରିବା ପାଇଁ, ଅଭିବ୍ୟଞ୍ଜିତ କରିବା ପାଇଁ ବସନ୍ତର ହିଁ ପ୍ରୟୋଜନତା ରହିଛି। ଆଜିର ଯୁବପିଢ଼ି ସେଥିରେ ଅନୁପ୍ରାଣିତ ହେବା ଉଚିତ ଏବଂ ଏ ବସନ୍ତ ଆମର ଅତୀତରେ କେବଳ ଗଛପତ୍ରରେ ଆସିନଥିଲା, ଜୀବନକୁ ମଧ୍ୟ ମଧୁମେହ ଓ ରସମୟ କରିବାର ପାଇଁ ସେ ଆମକୁ ପରିଚୟ ସୃଷ୍ଟି କରିଥିଲା। ଧନ୍ୟବାଦ। ଧନ୍ୟବାଦ ସାର୍, ଧନ୍ୟବାଦ। ସାର୍, ଆପଣଙ୍କ ପରିଚୟ ଓ ଆଜିର ଏଇ ଯେଉଁ କାର୍ଯ୍ୟକ୍ରମ ସମ୍ପର୍କରେ। ମୁଁ ଶ୍ରୀ ପ୍ରଶାନ୍ତ କୁମାର ପତି, ସଭାପତି ଓଡ଼ିଆ ଭାଷା ବିକାଶ ମଞ୍ଚ। ଆଜି ବସନ୍ତ ସାହିତ୍ୟ ସନ୍ଧ୍ୟା ଆମର ହୋଇଥିଲା। ଏହି ଉତ୍ସବରେ ବସନ୍ତ ଋତୁ କିଭଳି ଭାବରେ କାଳକ୍ରମ ଅନୁସାରେ ଦୀର୍ଘ 5ମ ଶତାବ୍ଦୀରୁ 21ଶ ଶତାବ୍ଦୀ ପର୍ଯ୍ୟନ୍ତ ତା'ର ଯାତ୍ରା ପଥରେ ଯେଉଁ ଯେଉଁ କବିମାନେ ସବୁ ଆସିଛନ୍ତି, ସେହି କବିମାନଙ୍କର କବିତା ଭିତରେ ବସନ୍ତ ଋତୁକୁ କେଉଁଭଳି ଅନୁଭବ କରିଛନ୍ତି ତା'ର ଚମତ୍କାର ଗୋଟେ ପ୍ରାଞ୍ଜଳ ଚିତ୍ର ଆଜିର ଏହି ଆଲୋଚନା ଚକ୍ରରେ ପ୍ରଦାନ କରାଯାଇଛି। କବିମାନଙ୍କର କବିତା ଭିତରେ 21ଶ ଶତାବ୍ଦୀର ଜୀବନ୍ତ ଚିତ୍ର ଆମେ ଅନୁଭବ କରିଛୁ ଏବଂ ଯେତେବେଳେ ପ୍ରକୃତି ଅତ୍ୟନ୍ତ ରସବନ୍ତ ଥିଲା, ବସନ୍ତ ବସନ୍ତ ଭଳି ଲାଗୁଥିଲା, ସେ କବିମାନଙ୍କର କବିତା ଠାରୁ ଆଜି ବସନ୍ତ କିଭଳି ଭାବରେ ରକ୍ତାକ୍ତ ଅବସ୍ଥାରେ ଆସି ପହଞ୍ଚିଛି ଏକ ପାଂଶୁଳ ପୃଥିବୀରେ, ତା'ର ଚିତ୍ର ଏବଂ ସେ ଚିତ୍ର ଭିତରେ ଗୋଟେ ତୁଳନାତ୍ମକ ଦୃଶ୍ୟ ଆଜି ସମସ୍ତ ଶ୍ରୋତା ଏବଂ ପାଠକ ସମସ୍ତେ ଆଜି ଅନୁଭବ କରିଛନ୍ତି। ଆଜିର ପାଠୋତ୍ସବ ଥିଲା ଅତ୍ୟନ୍ତ ଜୀବନ୍ତ। ଧନ୍ୟବାଦ ସାର୍, ଧନ୍ୟବାଦ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।